ସାଙ୍ଗମାନେ ଆଜି ଜାଣିନେବା ମାଟି, ପାଣି, ପବନ, ଆକାଶ ଏସବୁକୁ ଆମେ ଇଂରାଜୀରେ କ'ଣ ବୋଲି କହିବା। ଆସନ୍ତୁ ଜାଣିନେବା। ରିଭର ମାନେ ନଦୀ, ୱାଟର ମାନେ ଜଳ ବା ପାଣି, ହିଲ୍ ମାନେ ପାହାଡ଼, ମାଉଣ୍ଟେନ୍ ମାନେ ପର୍ବତ, ଷ୍ଟୋନ୍ ମାନେ ପଥର, ଲେକ୍ ମାନେ ହ୍ରଦ, ଫରେଷ୍ଟ ବା ଉଡ୍ସ ମାନେ ବଣ ବା ଜଙ୍ଗଲ, ଲ୍ୟାଣ୍ଡ ମାନେ ମାଟି, ୱାଇଣ୍ଡ ମାନେ ପବନ, ଫାୟାର ମାନେ ନିଆଁ, ରେନ୍ ମାନେ ବର୍ଷା, ରେ ମାନେ କିରଣ, ସନ୍ ମାନେ ସୂର୍ଯ୍ୟ, ମୁନ୍ ମାନେ ଚନ୍ଦ୍ର, ଷ୍ଟାର ମାନେ ତାରକା, ସ୍କାଇ ମାନେ ଆକାଶ, ଏର୍ଥ ମାନେ ପୃଥିବୀ, କ୍ଲାଉଡ୍ ମାନେ ବାଦଲ, ଫ୍ଲୋଡ୍ ମାନେ ବନ୍ୟା, ସି ମାନେ ସମୁଦ୍ର, ଓସେନ୍ ମାନେ ମହାସାଗର, ନେଚର ମାନେ ପ୍ରକୃତି, ଷ୍ଟର୍ମ ମାନେ ବାତ୍ୟା ବା ଝଡ଼, ୱେଦର ମାନେ ପାଣିପାଗ, କ୍ଲାଇମେଟ୍ ମାନେ ପାଗ, ସାଇକ୍ଲୋନ୍ ମାନେ ଘୂର୍ଣ୍ଣିବଳୟ, ସି ବିଚ୍ ବା ସ୍ୟାଣ୍ଡସ୍ ମାନେ ସମୁଦ୍ରକୂଳ, ଏର୍ଥକ୍ୱାକ୍ ମାନେ ଭୂମିକମ୍ପ, ସ୍ୟାଣ୍ଡ ମାନେ ବାଲି, ଡେଜର୍ଟ ମାନେ ମରୁଭୂମି, ପିକ୍ ମାନେ ପର୍ବତ ଶୃଙ୍ଗ, ଡାର୍କନେସ୍ ମାନେ ଅନ୍ଧାର, ଲାଇଟ୍ ମାନେ ଉଜ୍ଜଳ ବା ଆଲୋକ, ରେନବୋ ମାନେ ଇନ୍ଦ୍ରଧନୁ, ସେଟଲାଇଟ୍ ମାନେ ଉପଗ୍ରହ, ଡ୍ୟୁ ମାନେ କାକର, ଫଗ୍ ମାନେ କୁହୁଡ଼ି, ହେଲଷ୍ଟୋନ୍ ମାନେ କୁଆପଥର, ପ୍ଲାନେଟ୍ ମାନେ ଗ୍ରହ, କେଭ୍ ମାନେ ଗୁମ୍ଫା, ୱାଟରଫାଲ୍ ମାନେ ଜଳପ୍ରପାତ, ୱାଟର ଲେଭେଲ୍ ମାନେ ଜଳପତନ, ୱାଟର କରେଣ୍ଟ ମାନେ ଜଳସ୍ରୋତ, ୱାଟର ଭେପର ମାନେ ଜଳୀୟ ବାଷ୍ପ, ଟାଏଡ୍ ମାନେ ଜୁଆର, ଫାଉଣ୍ଟେନ୍ ମାନେ ଝରଣା, ଡିଲୋଗ୍ ମାନେ ପ୍ରଳୟ, ସ୍ମୋକ୍ ମାନେ ଧୂଆଁ, ଡାଇରେକ୍ସନ୍ ମାନେ ଦିଗ, ଡଷ୍ଟ ମାନେ ଧୂଳି, ଆଟମସ୍ଫିୟର ମାନେ ବାୟୁମଣ୍ଡଳ, ୱେଭ୍ ମାନେ ଲହଡ଼ି,